ନମସ୍କାର, ଆପଣମାନେ ଦେଖୁଛନ୍ତି 01 ଓଡ଼ିଶା ଖବର। ଆସନ୍ତୁ ଜାଣିବା ଆଜି 24 ଜୁନ 2025 ଓଡ଼ିଶା ଏବଂ ଦେଶ ବିଦେଶର ଅନ୍ୟ ତାଜା ଖବରଗୁଡ଼ିକ। ଆଜିର ପ୍ରଥମ ଖବର, ପ୍ରବଳ ବର୍ଷାର ସମ୍ଭାବନା। ଆସନ୍ତା 25 ତାରିଖ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ପଶ୍ଚିମବଙ୍ଗ ସଂଲଗ୍ନ ଲଘୁଚାପ ଏବଂ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ସମ୍ଭାବନା ଅଛି। ଏହା ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ତେବେ କେନ୍ଦୁଝର, ମୟୂରଭଞ୍ଜ ସହିତ ବଜ୍ରପାତ ଏବଂ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ଝଡ଼ ତୋଫାନ ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମରେ ବଜ୍ରପାତ ସହିତ ଝଡ଼ ତୋଫାନ ହେବାର ଆଶଙ୍କା ମଧ୍ୟ ରହିଛି ଏବଂ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ପୂର୍ବାନୁମାନ କରିଛି। ପରବର୍ତ୍ତୀ ଖବର, ନବୀନଙ୍କର ଅସ୍ତ୍ରୋପଚାର ସଫଳ, ସୂଚନା ଦେଲେ ପ୍ରେମ ପଟ୍ଟନାୟକ। ଅସୁସ୍ଥ ଥିଲେ ନବୀନ ପଟ୍ଟନାୟକ, ବର୍ତ୍ତମାନ ସୁସ୍ଥ ଅଛନ୍ତି, ଏକଥା କହିଛନ୍ତି ତାଙ୍କର ବଡ଼ ଭାଇ ପ୍ରେମ ପଟ୍ଟନାୟକ। ଅପରେସନ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ପ୍ରତିକ୍ରିୟା ରଖିଛନ୍ତି। ହସ୍ପିଟାଲରେ ସାମାନ୍ୟ ଚଲାବୁଲା କରୁଛନ୍ତି ବୋଲି ପ୍ରେମ ପଟ୍ଟନାୟକ ସୂଚନା ଦେଇଛନ୍ତି। ଅପରେସନ ନେଇ ପୂର୍ବରୁ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଥିଲେ। ପରବର୍ତ୍ତୀ ଖବର, ଭାଙ୍ଗିଲା ମହିମା ଗାଦିର ଦଧିନଉତି, ବଜ୍ରପାତରେ ଭାଙ୍ଗିଗଲା ମହିମା ଗାଦିଙ୍କର ଦଧିନଉତି। ଦୋରନ୍ଦା ମହିମା ଗାଦିଙ୍କର ଦଧିନଉତି ଭାଙ୍ଗି ଯାଇଛି। ମୁଖ୍ୟ ଗାଦିର ମନ୍ଦିରର ପୂର୍ବ ମୁଖଶାଳାର ଦଧିନଉତିଟି ଭାଙ୍ଗିଛି। ଢେଙ୍କାନାଳ ଜିଲ୍ଲା ଦୋରନ୍ଦା ମହିମା ଗାଦିର ବିଶ୍ୱ ପ୍ରସିଦ୍ଧ ମାଘ ମେଳା ପାଇଁ ଫେବୃଆରୀ 11, 2025 ହୋଇଥିଲା। ଜଗତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡ଼େଶ୍ୱରୀ ଦୀପ ପ୍ରଜ୍ୱଳନ କରନ୍ତି। ଏଥିଲାଗି ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା। ଫଳରେ ବର୍ଷା ଘଡ଼ଘଡ଼ି ସମୟରେ ମହିମା ଗାଦିଙ୍କର ଦଧିନଉତିଟି ଭାଙ୍ଗି ଯାଇଛି। ପରବର୍ତ୍ତୀ ଖବର, ସରକାରଙ୍କୁ ଲଭର୍ସ ପଏଣ୍ଟ ଚିନ୍ତା, ଗୋପାଳପୁର ଦୁଷ୍କର୍ମ ଘଟଣା ପରେ ଲଭର୍ସ ପଏଣ୍ଟକୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର। ଏହାର ସୁରକ୍ଷା ପାଇଁ 2 ଥର ବୈଠକ ବସି ସାରିବା ବେଳକୁ ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସକାଳ 10ରୁ ରାତି 8 ପର୍ଯ୍ୟନ୍ତ ପ୍ରବଳ ଭିଡ଼ ଜମୁଥିଲା। ଏହି ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆସୁଥିଲେ ପ୍ରେମୀ ଯୋଡ଼ ଏବଂ ଲଭର୍ସ ପଏଣ୍ଟ ଭାବରେ ସମୟ ଅତିବାହିତ କରୁଥିଲେ। ଏଠାକୁ ପ୍ରତିଦିନ ସକାଳ 10ଟାରୁ ରାତି 8ଟା ପର୍ଯ୍ୟନ୍ତ ବିଭିନ୍ନ କଲେଜ ସମେତ ଗାଁ ଗହଳିମାନଙ୍କର ପ୍ରେମୀ ଯୋଡ଼ାମାନେ ପହଞ୍ଚୁଥିଲେ ଏବଂ ରୋମାନ୍ସ କରି ଫେରି ଯାଉଥିଲେ। ଫଳରେ ଗୋପାଳପୁର ଦୁର୍ଘଟଣା ପରେ ଲଭର୍ସ ପଏଣ୍ଟକୁ ନେଇ ସରକାରଙ୍କର ଚିନ୍ତା ବଢ଼ିଛି। ପରବର୍ତ୍ତୀ ଖବର, ଆମେରିକା ଉପରେ ବଦଲା ନେଲା ଇରାନ। ଇରାନ ଉପରେ ଆମେରିକାର ଆକ୍ରମଣ ପରେ ସିରିଆରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରାଯାଇଛି। ଇରାନ ଗଣମାଧ୍ୟମ ସୋମବାର ଦିନ ସୂଚନା ଦେଇଛନ୍ତି ଯେ ସିରିଆରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରାଯାଇଛି। ଆମେରିକାର B-2 ବୋମା ବିସ୍ଫୋରଣ ଆକ୍ରମଣର 36 ଘଣ୍ଟା ପରେ ସିରିଆରେ ଥିବା ଆମେରିକୀୟ ଘାଟି ଉପରେ ଏହି ଆକ୍ରମଣ ହୋଇଛି ବୋଲି ଏହି ଆକ୍ରମଣକୁ ଇରାନ ଦ୍ୱାରା ଇସ୍ରାଏଲରୁ ପୃଥକ ଭାବେ କରାଯାଇଥିବାର ପ୍ରଥମ ଆକ୍ରମଣ ବୋଲି ବିଶ୍ୱାସ କରାଯାଉଛି। ପରବର୍ତ୍ତୀ ଖବର, ଇଂଲଣ୍ଡ ବିପକ୍ଷରେ ରାହୁଲଙ୍କର ଶତକ, ଭାରତୀୟ ଓପନର ଭାବେ କଲେ ରେକର୍ଡ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ହାସଲ କରିଛନ୍ତି ଓପନର KL ରାହୁଲ। ଟେଷ୍ଟ କ୍ୟାରିୟରରେ ଅଷ୍ଟମ ଶତକ ହାସଲ କରିଛନ୍ତି ରାହୁଲ। ଦ୍ୱିତୀୟ ଇନିଂସରେ ଗୋଟିଏ ପରେ ଗୋଟିଏ 3ଟି ୱିକେଟ ଭାରତ ହରାଇ ଚାଲିଥିବା ବେଳେ ଚାପରେ ରହି ଦମଦାର ଇନିଂସ ଖେଳିଛନ୍ତି ରାହୁଲ। ଜୟସ୍ୱାଲ, ସାଇ ସୁଦର୍ଶନ ଏବଂ ଗିଲଙ୍କର ୱିକେଟ ପରେ ଭାରତ ବ୍ୟାକ୍ଫୁଟରେ ରହିଥିଲା। କିନ୍ତୁ ରାହୁଲଙ୍କ ପାଳି ପରେ ଭାରତ ଏବେ ଇଂଲଣ୍ଡ ଉପରେ 240 ରନର ଲିଡ୍ ଦେଇଛି। ପରବର୍ତ୍ତୀ ଖବର, ବାସୁମତୀ ଚାଉଳର ରପ୍ତାନିକୁ ପ୍ରଭାବିତ କଲା ଇରାନ-ଇସ୍ରାଏଲ ଯୁଦ୍ଧ। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲୁଥିବା ବିବାଦରେ ପ୍ରଭାବିତ ହେଲା ଭାରତର ବାସୁମତୀ ଚାଉଳ ଶିଳ୍ପ ଉପରେ ଦେଖିବାକୁ ମିଳିଛି। ଇରାନକୁ ପଠାଯାଉଥିବା ପ୍ରାୟ 1 ଲକ୍ଷ ଟନ୍ ବାସୁମତୀ ଚାଉଳ ଗୁଜରାଟର କାଣ୍ଡଲା ଏବଂ ମୁନ୍ଦ୍ରା ବନ୍ଦରରେ ଫସି ରହିଛି। କାରଣ ଇରାନ ପାଇଁ ନା ପରିବହନ ଜାହାଜ ଉପଲବ୍ଧ ଅଛି ନା ବୀମା କମ୍ପାନୀଗୁଡ଼ିକ ସେହି ପରିବହନକୁ ବହନ କରିବାକୁ ଇଚ୍ଛୁକ ଅଛନ୍ତି। ଫଳରେ ଇରାନ ଭାରତର ଦ୍ୱିତୀୟ ବୃହତ୍ତମ ଗ୍ରାହକ ଅଟେ। ସେଥିପାଇଁ ବାସୁମତୀ ଚାଉଳର ରପ୍ତାନି ପ୍ରଭାବିତ ହୋଇଛି। ପରବର୍ତ୍ତୀ ଖବର, ପାକିସ୍ତାନ ଯୁଦ୍ଧ ଧମକ, ଭଲରେ ପାଣି ଦିଅ ନହେଲେ ଭାରତକୁ ଯୁଦ୍ଧ ଚେତାବନୀ ଦେଲେ ବିଲାୱର ଭୁଟ୍ଟୋ। ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନର ପିପୁଲ୍ସ ପାର୍ଟି PPPର ମୁଖ୍ୟ ବିଲାୱଲ ଭୁଟ୍ଟୋ ସୋମବାର ଦିନ ଚେତାବନୀ ଦେଇଛନ୍ତି ଯେ ଯଦି ଭାରତ ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ ପାକିସ୍ତାନ ତାର ଅଂଶ ପାଣି ଦେବାକୁ ମନା କରେ ତେବେ ପାକିସ୍ତାନ ଯୁଦ୍ଧ ଆରମ୍ଭ କରିଦେବ। ପାକିସ୍ତାନ ସଂସଦରେ ଭାଷଣ ଦେଇ ବିଲାୱର ଭୁଟ୍ଟୋ କହିଛନ୍ତି ଯେ ଯଦି ଭାରତ ପାଣି ନ ଦେବ ତାହେଲେ
ଭାରତ ସହିତ ଆମକୁ ଯୁଦ୍ଧ କରିବାକୁ ପଡ଼ିବ। ସେ ଭାରତର ଚୁକ୍ତି ବାତିଲ କରିବା ନିଷ୍ପତ୍ତିକୁ ବେଆଇନ ବୋଲି ଅଭିହିତ କରି ପ୍ରତିଶୋଧ ନେବାକୁ ଧମକ ମଧ୍ୟ ଦେଇଛନ୍ତି। ଏହି ଥିଲା ଆଜିର ମୁଖ୍ୟ ଖବର ଗୁଡ଼ିକ। ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଦୟାକରି ଭିଡ଼ିଓକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ଅଧିକ ତାଜା ଖବର ପାଇବା ପାଇଁ ଆମ ଚ୍ୟାନେଲ 01 ଓଡ଼ିଶା ଖବରକୁ ସହିତ ଯୋଡ଼ି ହୋଇ ରୁହନ୍ତୁ। ଧନ୍ୟବାଦ।